ସୁଭଦ୍ରା ଯୋଜନା ଚତୁର୍ଥ କିସ୍ତି ଟଙ୍କା ମାର୍ଚ୍ଚ 8 ତାରିଖ ମହିଳା ଦିବସରେ ଯେଉଁ ମିଳିବାକୁ ଯାଉଛି ସେଠିରେ କେଉଁମାନେ 10,000 ଟଙ୍କା ପାଇବେ, କେଉଁମାନେ 5,000 ଟଙ୍କା ପାଇବେ, ଯଦି କିଛି ମହିଳା ପ୍ରଥମ ଓ ଦ୍ୱିତୀୟ କିସ୍ତି ପାଇ ବାଦ ପଡ଼ିଥିଲେ ସେମାନେ ପାଇବେ ନା ନାହିଁ, ଯେଉଁମାନେ ନୂଆ ଆବେଦନ କରିଥିଲେ ସେମାନେ ପ୍ରଥମ କିସ୍ତି ପାଇଥିଲେ ସେମାନେ ପାଇବେ ନା ନାହିଁ, ସମ୍ପୂର୍ଣ୍ଣ ଜାଣିବା এই ଭିଡ଼ିଓରେ। ପ୍ରଥମେ ଜାଣନ୍ତୁ ଯେ ସରକାର କହିଛନ୍ତି ଯେ ଆସନ୍ତା ମାର୍ଚ୍ଚ 8 ତାରିଖ এটা কনফর্ম ডেট ଯାହାକି ମହିଳା ଦିବସ ଅବସରରେ ଆପଣମାନଙ୍କୁ ଦିଆଯିବ ଆପଣଙ୍କର ଚତୁର୍ଥ କିସ୍ତି ଟଙ୍କା। ତାପରେ ଦେଖନ୍ତୁ କେଉଁମାନେ ଏଠିରେ ପାଇବେ। ଯେଉଁ ହିତାଧିକାରୀମାନେ ପୂର୍ବରୁ ପ୍ରଥମ, ଦ୍ୱିତୀୟ, ତୃତୀୟ କିସ୍ତି ଟଙ୍କା ପାଇଛନ୍ତି ସେମାନେ ଚତୁର୍ଥ କିସ୍ତି ଟଙ୍କା ପାଇବେ। ଆଉ ଆପଣ ଜାଣିଥିବେ ଯେ ଆପଣ ପ୍ରତ୍ୟେକ କିସ୍ତିରେ 5,000 ଟଙ୍କା ପାଆନ୍ତି, ତେଣୁକରି ଏହି କିସ୍ତିରେ ମଧ୍ୟ 5,000 ଟଙ୍କା ପାଇବେ। ତାପରେ ଦେଖନ୍ତୁ ଆପଣଙ୍କ ମନେ ଥିବ ଯେ ଜାନୁଆରୀ 22ରେ ଯେଉଁ ମହିଳାମାନେ ନୂଆ ଆବେଦନ କରିଥିଲେ ସେମାନଙ୍କୁ ସରକାର ଏକାବେଳକେ 10,000 ଟଙ୍କା ଦେବେ ବୋଲି କହିଥିଲେ, କିନ୍ତୁ ସେମାନେ କେତେ ଟଙ୍କା ପାଇଥିଲେ? 5,000 ଟଙ୍କା ପାଇଥିଲେ। ତେଣୁକରି ସେମାନଙ୍କୁ ପୁଣି ଥରେ ମାର୍ଚ୍ଚ 8 ତାରିଖରେ ମହିଳା ଦିବସରେ ସେମାନଙ୍କୁ କେତେ ଟଙ୍କା ଦିଆଯିବ? ପୁଣି 5,000 ଟଙ୍କା ଦିଆଯିବ। ସେମାନେ ତାଙ୍କର 10,000 ଟଙ୍କା ଯେଉଁ ପାଇବାର ଥିଲା ସେଇ 10,000 ଟଙ୍କାରୁ 5,000 ଟଙ୍କା ପାଇଥିଲେ ଜାନୁଆରୀ 22ରେ, ପୁଣି ତାଙ୍କର 5,000 ଟଙ୍କା ପାଇବେ। ତା ବାହାରେ ଆଉ କେଉଁମାନେ ପାଇବେ ଦେଖନ୍ତୁ, ଯେଉଁମାନେ ପୂର୍ବରୁ କୌଣସି କାରଣରୁ ବାଦ ପଡ଼ିଥିଲେ ସେମାନେ ଯଦି ଅଭିଯୋଗ ଦାଖଲ କରିଛନ୍ତି କିମ୍ବା ଯେଉଁ ଅଙ୍ଗନବାଡ଼ି ସର୍ଭେ କିମ୍ବା ତାଙ୍କର ସରକାରୀ ବିଭାଗଙ୍କ ସର୍ଭେରେ ସେମାନେ ପଞ୍ଜୀକରଣ କରିଛନ୍ତି ଆଉ ସେମାନେ ଯଦି ଯୋଗ୍ୟ ସାବ୍ୟସ୍ତ ହୋଇଛନ୍ତି ତାହେଲେ ସେମାନେ ତାଙ୍କର ପୁରୁଣା କିସ୍ତି ଟଙ୍କା ସବୁ ପାଇବେ। ଯଦି ସେମାନେ ପ୍ରଥମ କିସ୍ତି ପାଇଥିଲେ ଆଉ ଦ୍ୱିତୀୟ ତୃତୀୟରୁ ବାଦ ପଡ଼ିଥିଲେ ତାହେଲେ ତାଙ୍କର ଦ୍ୱିତୀୟ କିସ୍ତି ଆଉ ତୃତୀୟ କିସ୍ତି ଟଙ୍କା ମଧ୍ୟ ପାଇବେ। ଆଉ ଯେଉଁମାନେ ଯଦି ତୃତୀୟ କିସ୍ତି ଟଙ୍କା ପାଇନଥିଲେ ତାହେଲେ ତୃତୀୟ ଆଉ ଚତୁର୍ଥ କିସ୍ତି ଟଙ୍କା ପାଇବେ। ସେମିତି ଯେଉଁ କିସ୍ତିରୁ ସେମାନେ ବାଦ ପଡ଼ିଛନ୍ତି ସେ ସବୁ କିସ୍ତିର ଟଙ୍କା ସେମାନେ ପାଇପାରିବେ। ଯଦି ଆପଣଙ୍କ ମଧ୍ୟରେ କେହି ଏମିତି ଅଛନ୍ତି ଯେଉଁମାନେ ବାଦ ପଡ଼ିକି ଅଭିଯୋଗ ଏପର୍ଯ୍ୟନ୍ତ ଦେଇନାହାନ୍ତି ତାହେଲେ ମୋ ଚ୍ୟାନେଲରେ ଅଲରେଡ଼ି ଗୋଟେ ଭିଡ଼ିଓ ବନେଇଛି ଯେଥିରେ ମୁଁ ବତେଇଛି କି ଆପଣ କେମିତି ଅଭିଯୋଗ ଦାଖଲ କରିପାରିବେ। ତାପରେ ଆପଣ କ'ଣ କରିପାରିବେ, ଏଇ ଯେଉଁ ଟୋଲ୍ ଫ୍ରି ନମ୍ବର ଦିଆଯାଇଛି ଆପଣ ଦେଖିପାରୁଥିବେ ସ୍କ୍ରିନ୍ରେ 14678 ଏହାକୁ କଲ୍ କରି ମଧ୍ୟ ଆପଣଙ୍କ ଅଭିଯୋଗ ଦାଖଲ କରିପାରିବେ। ତାପରେ ଆପଣ କ'ଣ କରିପାରିବେ, ଆପଣଙ୍କ ବ୍ଲକ ଅଫିସକୁ ଯାଇକି ସୁଭଦ୍ରା ଦାୟିତ୍ୱରେ ଯେଉଁ ଅଫିସରମାନେ ଅଛନ୍ତି ସେଠିକୁ ଯାଇ ମଧ୍ୟ ଆପଣ କମ୍ପ୍ଲେନ୍ଟା ଦେଇପାରିବେ, ଯାହାଫଳରେ କି ଆପଣଙ୍କୁ ଭେରିଫାଏ ହେଲା ପରେ ଯଦି ଆପଣ ଯୋଗ୍ୟ ସାବ୍ୟସ୍ତ ହୁଅନ୍ତି ତାହେଲେ ଆଗାମୀ ମାର୍ଚ୍ଚ 8 ତାରିଖ ମହିଳା ଦିବସରେ ଆପଣଙ୍କୁ ଆପଣଙ୍କ ସୁଭଦ୍ରା ଟଙ୍କା ମିଳିଯିବ।